ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ଚାଲନ୍ତୁ ଆଜି ଶୁଣିବା ସତ୍ୟବ୍ରତର ଈଶ୍ୱର ଭକ୍ତି। ମଙ୍ଗଳପୁର ନାମରେ ଗୋଟିଏ ଗାଁ ଥିଲା। ସେହି ଗ୍ରାମରେ ସଦାଶିବ ବାବୁ ଓ ଗୋପାଳ ବାବୁଙ୍କର ଘର। ଉଭୟ ପଡ଼ୋଶୀ ଏବଂ ବନ୍ଧୁ। ସଦାଶିବ ବାବୁଙ୍କର ପୁଅର ନାମ ସତ୍ୟବ୍ରତ ଓ ଗୋପାଳ ବାବୁଙ୍କର ପୁଅର ନାମ ମଣ୍ଟୁ। ସଦାଶିବ ବାବୁ ସତ୍ୟବ୍ରତର ନାମ ବିଦ୍ୟାଳୟରେ ଲେଖାଇଲେ। ବିଦ୍ୟାଳୟରେ ଗୁରୁଜୀ ଯାହା ପଢ଼ାନ୍ତି ସେ ମନ ଦେଇ ଶୁଣେ। ସେ ବିଦ୍ୟାଳୟର ଗୁରୁଜୀଙ୍କଠାରୁ ଭୋଜନ ମନ୍ତ୍ର, ଶାନ୍ତିପାଠ, ବନ୍ଦନା ଓ ପ୍ରାର୍ଥନା ଇତ୍ୟାଦି ଶିଖିଲା। ପ୍ରତ୍ୟେକ ଦିନ ସକାଳୁ ଉଠି ସେ ପ୍ରାତଃ ସ୍ମରଣ କରେ। ଠାକୁରଙ୍କ ପାଇଁ ବଗିଚାରୁ ଫୁଲ ତୋଳେ। ଶାଖାରୁ ଫେରିବା ପରେ ସ୍ନାନ ଆଦି କାମ ସାରି ଠାକୁର ପୂଜା କରେ। ଏହାପରେ ଭୋଜନ ସାରି ପଢ଼ାପଢ଼ି କାର୍ଯ୍ୟରେ ଲାଗେ। ବିଦ୍ୟାଳୟ ସମୟ ହେଲେ ଭୋଜନ ସାରି ନିଜ ନିଜ ବିଦ୍ୟାଳୟକୁ ବାହାରି ପଡ଼େ। ଠିକ୍ ସେହିପରି ସନ୍ଧ୍ୟା ହେଲେ ହାତ ଗୋଡ଼ ଧୋଇ ବାପା ଓ ମାଙ୍କ ସହିତ ଠାକୁରଙ୍କ ଆଗରେ ସନ୍ଧ୍ୟା ବନ୍ଦନା, ଧାନ ଇତ୍ୟାଦି କରେ। ପ୍ରତିଦିନ ଏହିପରି କାର୍ଯ୍ୟ କରିବା ପରେ ପାଠ ପଢ଼ିବା ପାଇଁ ବସେ। ଧୀରେ ଧୀରେ ତାର ମନ ରହିବା ଶକ୍ତି ବଢ଼ିଗଲା ଯେ ସେ ଯାହା ଶୁଣିଲା ଓ ପଢ଼ିଲା ଶୀଘ୍ର ମନେ ରହିଲା। ଘରକୁ ଅତିଥି ଆସିଲେ ତାଙ୍କୁ ଭଗବାନ ମନେ କରି ଭକ୍ତି କରେ। ଭିକାରୀ ଆସିଲେ ମାଆଙ୍କୁ କହି ଖାଦ୍ୟ ସାମଗ୍ରୀ ଦିଏ। ଗୁରୁଜୀ ଗୁରୁମାଙ୍କ କଥା ମାନେ ଓ ସେମାନଙ୍କ ଉପଦେଶ ଶୁଣେ। କ୍ରମେ ସେ ବିଦ୍ୟାଳୟରେ ସବୁଠାରୁ ଭଲ ପଢ଼ିବାରୁ ତାକୁ ସମସ୍ତେ ଆଦର କଲେ। ଗୋପାଳ ବାବୁ ତାଙ୍କ ପୁଅ ମଣ୍ଟୁକୁ ଏକ ଇଂଲିଶ ମିଡ଼ିୟମ ସ୍କୁଲରେ ପାଠ ପଢ଼ାଇଲେ। ତାଙ୍କ ବିଦ୍ୟାଳୟରେ ଭୋଜନ ମନ୍ତ୍ର, ପ୍ରାର୍ଥନା ଓ ବନ୍ଦନା, ଶାନ୍ତିପାଠ କିଛି ଶିଖାଯାଉନଥିଲା। ଏପରିକି ଗଣେଶ ପୂଜା ଓ ସରସ୍ୱତୀ ପୂଜା ମଧ୍ୟ ସେଠାରେ ହୁଏ ନାହିଁ। ତେଣୁ ସ୍ୱାଭାବିକ ଭାବେ ମଣ୍ଟୁ ମଧ୍ୟ ଘରେ ପ୍ରାର୍ଥନା ଓ ବନ୍ଦନା ଇତ୍ୟାଦି କରେ ନାହିଁ। ତାର ପାଠ ପଢ଼ିବାରେ ମନ ଲାଗିଲା ନାହିଁ। ଗୁରୁଜନମାନଙ୍କ କଥାକୁ ହସରେ ଉଡ଼ାଇ ଦିଏ। ସଦାବେଳେ ଖେଳିବାରେ ସମୟ କଟାଏ। ମଣ୍ଟୁ ପାଠପଢ଼ା ସମୟରେ ସତ୍ୟବ୍ରତଙ୍କୁ ଡାକେ। ମାତ୍ର ସେ ପାଠପଢ଼ା ଛାଡ଼ି ଯାଏ ନାହିଁ। ସତ୍ୟବ୍ରତ ମଣ୍ଟୁକୁ ବୁଝାଇ କହେ, ଯେମିତି ଖେଳିବା ବେଳେ ପଢ଼ିବା ଉଚିତ ନୁହେଁ, ସେମିତି ପଢ଼ିବା ବେଳେ ଖେଳିବା ଉଚିତ ନୁହେଁ। ପରୀକ୍ଷାରେ ସତ୍ୟବ୍ରତ ବହୁତ ନମ୍ବର ରଖେ। କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେଲା ଓ ମଣ୍ଟୁ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲା। ମଣ୍ଟୁକୁ କେହି ଭଲ ପାଇଲେ ନାହିଁ। ସମସ୍ତେ ସତ୍ୟବ୍ରତକୁ ବାଃ ବାଃ କହିଲେ, ପ୍ରଶଂସା କଲେ। ଦିନେ ମଣ୍ଟୁ ମନ ଦୁଃଖରେ ସତ୍ୟବ୍ରତକୁ ପଚାରିଲା, କ'ଣ କଲେ ମୋର ସ୍ମରଣ ଶକ୍ତି ବଢ଼ିବ? ସତ୍ୟବ୍ରତ ମଣ୍ଟୁକୁ ବୁଝାଇ କହିଲା, ତୁ ପ୍ରତିଦିନ ଈଶ୍ୱରଙ୍କର ପ୍ରାର୍ଥନା, ବନ୍ଦନା ଇତ୍ୟାଦି କଲେ ତୋର ମନେ ରଖିବା ଶକ୍ତି ବଢ଼ିବ ଓ ଗୁରୁଜନମାନଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିଭାବ ବଢ଼ିବ। ଏହାଛଡ଼ା ଦୈନିକ ଶାରୀରିକ ତଥ୍ୟ, ସୂର୍ଯ୍ୟ ନମସ୍କାର, ଯୋଗ, ବ୍ୟାୟାମ କରିବୁ। ଭଲ ସଜ ଖାଦ୍ୟ ଖାଇବୁ, ବଡ଼ି ସକାଳୁ ଉଠିବୁ। ଏମିତି କଲେ ସ୍ମରଣ ଶକ୍ତି ବଢ଼ିବ। ମଣ୍ଟୁ ସତ୍ୟବ୍ରତର କଥା ଶୁଣି ଘରକୁ ଆସିଲା। ତା କଥା ଅନୁସାରେ ମଣ୍ଟୁ ସବୁ କାର୍ଯ୍ୟ କଲା। ଶେଷରେ ସେ ସୁନା ପିଲାରେ ପରିଣତ ହୋଇପାରିଲା। ଗାଁ ଲୋକେ ଏହା ଦେଖି ତାକୁ ଭଲ ପାଇଲେ। ନମସ୍କାର ଦର୍ଶକ ବନ୍ଧୁ, ଏହି ଷ୍ଟୋରିଟି ଆପଣମାନଙ୍କୁ ଯଦି ଭଲ ଲାଗିଥାଏ ପ୍ଲିଜ୍ ଚ୍ୟାନେଲକୁ ଲାଇକ୍ କରିବା ସହିତ ସେୟାର ମଧ୍ୟ କରିବେ। ଏହି ଷ୍ଟୋରିଟି ଆପଣମାନଙ୍କ ମନକୁ ଛୁଇଁଥିଲେ କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖିବେ। ରହୁଛି ନମସ୍କାର, ଜୟ ଜଗନ୍ନାଥ।